ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 10 ତାରିଖ ବୁଧବାର। ଚାଲନ୍ତୁ ଜାଣିବା 12ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। 7 ମହଲା କୋଠାରେ ଅଗ୍ନିକାଣ୍ଡ 17 ମୃତ। ଇଣ୍ଡୋନେସିଆ ରାଜଧାନୀ ଜାକର୍ତ୍ତାରେ ଏକ 7 ମହଲା କୋଠାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାରେ ଅତି କମରେ 17 ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ଶ୍ୱାସରୁଦ୍ଧ ହୋଇଛି। କିଛି ଲୋକ ଏବେ ବି କୋଠା ଭିତରେ ଫସି ରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଯେଉଁ କୋଠାରେ ନିଆଁ ଲାଗିଥିଲା ତାହା ଟେରାଡୁନ୍ ଇଣ୍ଡୋନେସିଆର କାର୍ଯ୍ୟାଳୟ ଥିଲା। ଏକ ଆବାସିକ ଏବଂ ବାଣିଜ୍ୟିକ ଅଞ୍ଚଳର ଅବସ୍ଥିତ ଏହି କୋଠାରୁ ଘନ କଳା ଧୂଆଁ ବାହାରିଥିଲା, ଯାହା ଦ୍ୱାରା ନିକଟସ୍ଥ ବାସିନ୍ଦା ଓ କାର୍ଯ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଘଟଣା ପରେ ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଗର୍ଭବତୀ ମହିଳା ଥିଲେ। ବାମପନ୍ଥା ଉଗ୍ରବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତି। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦକ୍ଷ ମାର୍ଗଦର୍ଶନରେ ମାର୍ଚ୍ଚ 2026 ସୁଦ୍ଧା ଦେଶକୁ ସମ୍ପୂର୍ଣ୍ଣ ଭାବେ ମାଓମୁକ୍ତ କରିବାକୁ ଲକ୍ଷ୍ୟ କରାଯାଇଥିବା କହିଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାଓ। ଆଜି ଲୋକସଭାରେ ବାମପନ୍ଥୀ ଅଗ୍ରବାଦ ବିରୋଧରେ ଗ୍ରହଣ କରାଯାଉଥିବା କାର୍ଯ୍ୟାନୁଷ୍ଠାନକୁ ଏବଂ ମାଓ ପ୍ରଭାବିତ ଅଞ୍ଚଳ ପାଇଁ କାର୍ଯ୍ୟକାରୀ ହୋଇଥିବା ଯୋଜନା ସଂକ୍ରାନ୍ତ ପ୍ରଶ୍ନର ଉତ୍ତର ରଖି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ଯୁକ୍ତ 2 ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ଘୁଞ୍ଚିଲା ଏସବୁ ପରୀକ୍ଷା। ଯୁକ୍ତ 2 ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି। ମାର୍ଚ୍ଚ 11 ତାରିଖରେ ଓଡ଼ିଆକୁ ଛାଡ଼ି ଅନ୍ୟ ସମସ୍ତ ମାତୃଭାଷା 23କୁ ଘୁଞ୍ଚିଲା। ସେହିପରି ସମସ୍ତ ବିଭାଗରେ ମାର୍ଚ୍ଚ 21 ପରୀକ୍ଷା 25 ତାରିଖକୁ ଘୁଞ୍ଚିଲା। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରୀକ୍ଷା ନିୟନ୍ତ୍ରକ ସୂଚନା ଦେଇଛନ୍ତି। ବାର୍ଷିକ ଉଚ୍ଚ ମାଧ୍ୟମିକ ବା ଯୁକ୍ତ 2 ପରୀକ୍ଷା 2026 ଫେବୃଆରୀ 18ରୁ ଆରମ୍ଭ ହେବ। ମାର୍ଚ୍ଚ 25 ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଏନେଇ ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ସୂଚୀ ଘୋଷଣା କରାଯାଇଛି। ଏଥର ମୋଟ 4,07,034 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପରୀକ୍ଷା ସକାଳ 10ଟାରୁ ଆରମ୍ଭ ହୋଇ ଅପରାହ୍ନ 2ଟାରେ ଶେଷ ହେବ। ଚଳିତ ବର୍ଷ ରାଜ୍ୟର 30ଟି ଜିଲ୍ଲାରେ ମୋଟ 1350ଟି ପରୀକ୍ଷା କେନ୍ଦ୍ର କରାଯାଇଥିଲା। 4,737 ଜଣ ଛାତ୍ରଛାତ୍ରୀ ଏ ବର୍ଷ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଛନ୍ତି, ଯାହା ପୂର୍ବ ବର୍ଷ ଠାରୁ ଯଥେଷ୍ଟ ଅଧିକ ରହିଛି। ଗତ ବର୍ଷ 3,91,809 ଜଣ ଛାତ୍ରଛାତ୍ରୀ ଯୁକ୍ତ 2 ପରୀକ୍ଷା ଦେଇଥିଲେ। ଚଳିତ ବର୍ଷ କଳାରେ 2,56,043 ଜଣ, ବିଜ୍ଞାନରେ 1,14,238 ଜଣ, ବାଣିଜ୍ୟରେ 24,533 ଜଣ ଏବଂ ଧନ୍ଦାମୂଳକ ବିଷୟରେ 5,923 ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅଂଶଗ୍ରହଣ କରିବେ। ଏଣିକି ମାଆର ଜାତି ଆଧାରରେ ସନ୍ତାନକୁ ମିଳିବ SSC ସାର୍ଟିଫିକେଟ୍, କହିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ। ଶିକ୍ଷା ସହ ଜଡ଼ିତ ଏକ ମାମଲାରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ମାଆର ଜାତି ଆଧାରରେ ଝିଅକୁ SSC ସାର୍ଟିଫିକେଟ୍ ମିଳିବ ବୋଲି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ରିପୋର୍ଟ ଅନୁସାରେ ମାଡ୍ରାସ ହାଇକୋର୍ଟ ପଣ୍ଡିଚେରୀର ଜଣେ ଛାତ୍ରୀଙ୍କୁ ମାଆଙ୍କ ଜାତି ଆଧାରରେ ଜାତିଗତ ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ମାଡ୍ରାସ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି। ସୂଚନା ମୁତାବକ ଛାତ୍ରୀଙ୍କ ମାଆ ହିନ୍ଦୁ ଆଦି ଦ୍ରାବିଡ ସମୁଦାୟର ଅଟନ୍ତି। ତାଙ୍କର 3 ଜଣ ସନ୍ତାନ ରହିଛନ୍ତି। ଏହା ମଧ୍ୟରୁ 2 ଜଣ କନ୍ୟା ଏବଂ ଜଣେ ପୁତ୍ର ସନ୍ତାନ ଅଛନ୍ତି। ମହିଳାଙ୍କ ନିଜ ସନ୍ତାନଙ୍କ ପାଇଁ SCB ପ୍ରମାଣପତ୍ର ଦାବି କରିଥିଲେ। ପତି ବିବାହ ପରେ ତାଙ୍କ ପରିବାରରେ ରହୁଥିବା ଛାତ୍ରୀଙ୍କ ମାଆ କୋର୍ଟରେ କହିଥିଲେ, ଏହା ସହ ପରିବାରର ସମସ୍ତ ସଦସ୍ୟ ଅନୁସୂଚିତ ଜାତିର ଥିବା ମହିଳା ଜଣଙ୍କ ଆବେଦନରେ ଦର୍ଶାଇଥିଲେ। ଶୁଣାଣି ବେଳେ ପ୍ରଧାନ ବିଚାରପତି କହିଛନ୍ତି ଯେ ଏବେ ସମୟ ବଦଳୁଛି। ମାଆଙ୍କ ଜାତି ଆଧାରରେ ଜାତି ପ୍ରମାଣପତ୍ର ଜାରି କଲେ କିଛି ଅସୁବିଧା ନାହିଁ। ଏହାଦ୍ୱାରା ଭବିଷ୍ୟତରେ ଅନ୍ୟ ଅନୁସୂଚିତ ଜାତିର ମହିଳାଙ୍କ ସନ୍ତାନଙ୍କୁ ମଧ୍ୟ SSC ପ୍ରମାଣପତ୍ର ମିଳିପାରିବ। ପିତା ଉଚ୍ଚ ଜାତିର ହୋଇଥିଲେ ମଧ୍ୟ ମାଆଙ୍କ ଜାତି ଆଧାରରେ ସନ୍ତାନକୁ ପ୍ରମାଣପତ୍ର ମିଳିବ। ତେବେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟର ନିୟମ ଅନୁସାରେ ଜାତି ପ୍ରମାଣପତ୍ର ଦେବା
ହେବା ସମୟରେ ପିତାଙ୍କ ଜାତି ଏବଂ ବାସସ୍ଥାନକୁ ପ୍ରାଥମିକ ଦିଆଯିବ। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପୂର୍ବ ନିୟମକୁ ଚ୍ୟାଲେଞ୍ଜ କରିଛି, ଯାହା ଆଗାମୀ ଦିନରେ ପୁରୁଣା ନିୟମରେ ପରିବର୍ତ୍ତନ କରିପାରେ। TPNODL ପକ୍ଷରୁ ଆସନ୍ତା 13ରେ ହେବ ଜାତୀୟ ଲୋକ ଅଦାଲତ। TPNODL ପକ୍ଷରୁ ଚତୁର୍ଥ ଜାତୀୟ ଲୋକ ଅଦାଲତ ତଥା ସମାଧାନ ଶିବିର ଆସନ୍ତା ଡିସେମ୍ବର 13 ତାରିଖ ଶନିବାର ଦିନ ଡିଭିଜନ, ସବ୍ ଡିଭିଜନ କାର୍ଯ୍ୟାଳୟ ଏବଂ କଚେରୀ ପରିସରରେ ଅନୁଷ୍ଠିତ ହେବ। ଏଥିରେ ଉପଭୋକ୍ତାମାନେ ଅନଧିକୃତ ବିଦ୍ୟୁତ୍ ବ୍ୟବହାର ଏବଂ ବିଦ୍ୟୁତ୍ ଚୋରି ଆଦି ସମ୍ବନ୍ଧୀୟ ମାମଲାଗୁଡ଼ିକ ସମାଧାନ କ୍ଷେତ୍ରରେ ସହାୟତା ପାଇପାରିବେ। ଏହି ଲୋକ ଅଦାଲତ ସକାଳ 9ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଉପଭୋକ୍ତାମାନେ ଏ ସମ୍ପର୍କିତ ଅଧିକ ସୂଚନା ଡିଭିଜନ କାର୍ଯ୍ୟାଳୟରେ ପାଇପାରିବେ। ଉପଭୋକ୍ତାମାନେ ଅଧିକ ବିବରଣୀ ପାଇଁ ଆପଣଙ୍କ ନିକଟର TPNODL ଉପଖଣ୍ଡ କିମ୍ବା ଡିଭିଜନ କାର୍ଯ୍ୟାଳୟ ସହିତ ଯୋଗାଯୋଗ କରି ଏହି ସମ୍ପର୍କିତ ସହାୟତା ପାଇପାରିବେ। ଇଣ୍ଡିଗୋ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ଶୀତକାଳୀନ ସୂଚୀରେ 5 ବିମାନ ଉଡ଼ାଣ ହ୍ରାସ କରିବାକୁ DGCAର ନିର୍ଦ୍ଦେଶ। ଏପର୍ଯ୍ୟନ୍ତ ସୁଧୁରିନି ଇଣ୍ଡିଗୋ ସମସ୍ୟା। ଏହାରି ମଧ୍ୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ବିମାନ କମ୍ପାନୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମନ୍ତ୍ରାଳୟ ଏହାର ଶୀତକାଳୀନ କାର୍ଯ୍ୟସୂଚୀ ବୃଦ୍ଧିକୁ ହ୍ରାସ କରି 5% ଉଡ଼ାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ ବିମାନର ସୁରକ୍ଷା ନିୟାମକ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ 1 ଡିସେମ୍ବର ଠାରୁ ଇଣ୍ଡିଗୋ ଉଡ଼ାଣ ସୂଚୀ 5% ହ୍ରାସ କରିଛି। ଜାପାନରେ ଶକ୍ତିଶାଳୀ ଭୂକମ୍ପ, ସୁନାମି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଶକ୍ତିଶାଳୀ ଭୂକମ୍ପରେ ଥରିଲା ଜାପାନ। ରିକ୍ଟର ସ୍କେଲରେ 7.6 ତୀବ୍ରତା କମ୍ପିଲା ଉତ୍ତର ପୂର୍ବ ଜାପାନ ଉପକୂଳ, ଆମୋରି ଓ ହୋକ୍କାଇଡୋ ତଟରେ ଭୂକମ୍ପ ପ୍ରଭାବ ଅଧିକ ଅନୁଭୂତ ହୋଇଛି। ଉତ୍ତର ଜାପାନର ମିସାୱା ସହରର ଉତ୍ତର ପୂର୍ବରେ ପ୍ରାୟ 73 କିମି ଦୂରରେ ଓ 53 କିମି ଗଭୀରତାରେ ଥିବା ଭୂକମ୍ପର କେନ୍ଦ୍ରସ୍ଥଳ। ବର୍ତ୍ତମାନ ସେଠାରେ ସୁନାମି ଆଲର୍ଟ ଜାରି କରିଛି ଜାପାନ ପାଣିପାଗ ବିଭାଗ। ସମୁଦ୍ରରେ 3 ଫୁଟ ଉଚ୍ଚର ଜୁଆର ବଢ଼ିବା ସମ୍ଭାବନା ରହିଛି। ଜାପାନର ଇସିକାୱା ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ବିପଦ ଆଶଙ୍କା ରହିଥିବା ୟୁନାଇଟେଡ୍ ଷ୍ଟେଟସ୍ ଜିଓଲଜିକାଲ ସର୍ଭେ ପକ୍ଷରୁ ଆକଳନ କରାଯାଇଛି। ପାନୀୟ ଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି 6,647 ନୂତନ ନଳକୂପ। ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟ ଜଳ ସମସ୍ୟା ଦୂର ଲାଗି ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର 6,646ଟି ନୂତନ ନଳକୂପ ନିର୍ମାଣ କରୁଛନ୍ତି ବୋଲି ମଙ୍ଗଳବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ବିଧାନସଭାରେ ଲିଖିତ ଉତ୍ତର ଦେଇ କହିଛନ୍ତି, ରାଜ୍ୟରେ ମୋଟ 5,27,694ଟି ନଳକୂପ କାର୍ଯ୍ୟକ୍ଷମ ଅଛି। ଏହା ବ୍ୟତୀତ 6,646ଟି ନୂତନ ନଳକୂପ ନିର୍ମାଣ କରାଯାଉଛି। ଯାଜପୁରରେ ସର୍ବାଧିକ 1,121ଟି ନଳକୂପ ଖନନ କରାଯାଉଥିବା ବେଳେ କନ୍ଧମାଳରେ 805ଟି ନଳକୂପ ଖନନ କରାଯାଉଥିବା ମନ୍ତ୍ରୀ ସୂଚନା